Hey everyone, welcome back to my another new vlog. तो ଏଇ ଯୋଉ ଦିନଟା ଥିଲା ଏଇଟା ଥିଲା ଆମର କୋଲକାତାର ସେକେଣ୍ଡ ଡେ। ଏଇଠି ମୁଁ ସକାଳୁ ସକାଳୁ ତ ନୁହଁ 11ଟା ଟାଇମ୍ ହେଲାଣି ବ୍ରେକଫାଷ୍ଟ କରିକି ଆମେ ବାହାରିଥିଲୁ ଯିବା ପାଇଁ କିଛିଟା ଜାଗା ଯୋଉଟାକି ଆମର ବାକି ରହିଯାଇଥିଲା ବୁଲିବା ପାଇଁ। ତ ଆମେ ଏଇଠି ବୁକ୍ କଲୁ ଟ୍ୟାକ୍ସି ଆଣ୍ଡ ଏଇଟା ହଉଛି ଦେଖନ୍ତୁ ୟେଲୋ ଟ୍ୟାକ୍ସି ଯୋଉଟାକି ବହୁତ ମାନେ କମ୍ ଦେଖିବା ପାଇଁ ମିଳୁଛି ଆଜିକାଲି। ଏଇଠି ଆମେ ପହଞ୍ଚି ଯାଇଥିଲୁ ଭିକ୍ଟୋରିଆଲ ମେମୋରିଆଲରେ। ଏଇଟା ହଉଛି ବାହାରର ମାନେ ଦୃଶ୍ୟ ମୁଁ ଯୋଉଟା ଆପଣଙ୍କୁ ଦେଖଉଛି ଏବେ। ଆଉ ବହୁତ ବଡ ଥିଲା ଏଇଟା ମାନେ ବିରାଟ ବଡ ଥିଲା। ସେଥିପାଇଁ ମୁଁ ମାନେ ପୁରା ଏରିଆ କଭର କରିକି ନେଇ ପାରିନି। ଯେହେତୁ ଏତେ ବଡ ଥିଲା ତ ମୁଁ କେତେ ବା ନେଇଥାନ୍ତି କିନ୍ତୁ ମୁଁ କିଛି କିଛି ଜିନିଷ ଏଇଠି ଦେଖିବା ପାଇଁ ଚେଷ୍ଟା କରିଛି। କିଛିଟା ବାହାରର କ୍ଲିପ ମୁଁ ନେଇଛି ଆଉ କିଛିଟା ହଉଛି ମାନେ ଭିତରର କ୍ଲିପ ନେଇଛି। ମାନେ ଭିଡିଓରେ ତ ଜଣା ପଡୁନି କିନ୍ତୁ ସେଦିନ ବହୁତ ବେଶୀ ଖରା ଥିଲା ବହୁତ ବେଶୀ ଖରା ଥିଲା। ତ ବୁଲି ବୁଲି ତା ସହିତ କ୍ଲିପ ନେଲା ବେଳେ ଟିକେ କଷ୍ଟ ହଉଥିଲା। ଆଉ ଏଇଟା ହଉଛି ମାନେ ଏବେ ଯୋଉଟା ମୁଁ ଦେଖଉଛି ଏଇଟା ହଉଛି ତାର ଭିତରର ଦୃଶ୍ୟ ମାନେ ସେଇଠି ବହୁତ ସାରା ଯୋଉ ଫ୍ରିଡମ ଫାଇଟର ଯୋଉ ଥିଲେ ନା ବେଙ୍ଗଲର ସେମାନଙ୍କର ଫଟୋ ତା ସହିତ ଏମିତି ଯୋଉ ରାଜା ଥିଲେ ସେମାନେ ଯୁଦ୍ଧ ଟାଇମରେ ଯୋଉ ଯୋଉ ଅସ୍ତ୍ର ଶସ୍ତ୍ର ସବୁ ୟୁଜ ମାନେ ବ୍ୟବହାର କରନ୍ତି ନା ତାର ସବୁ ମାନେ ଜିନିଷ ଗୁଡାକ ସେଇଠି ଥିଲା। ମାନେ ଗୋଟେ ମ୍ୟୁଜିୟମ ଟାଇପ ର କହିଲେ ମଧ୍ୟ ଠିକ ହବ। ଆଉ ଭିତରର ଆର୍କିଟେକ୍ଚର ମାନେ ମୁଁ ଦେଖୁଥିବି ଏବେ ଭିଡିଓରେ ବହୁତ ସୁନ୍ଦର ହେଇଛି। ତା ସବୁ ବିରାଟ ବଡ ମାନେ ଅଛି ମଧ୍ୟ ସେଇ ଜାଗାଟା। ଆଉ ବହୁତ ଭଲ ଜାଗା ମାନେ କୋଲକାତାର ଏଇଟା ଗୋଟେ ବହୁତ ଭଲ ଜାଗା ମୁଁ ତ ଏଇଟା ପ୍ରଥମ ଥର ପାଇଁ ମାନେ ଦେଖିଲି। ଏଇଟା ହଉଛି ସବୁଠୁ ଉପର ଫ୍ଲୋରରେ ଥିଲା। ଆଉ ଏଇ ମାନେ ଏଇ ଗେଟ ର ଆପଣଙ୍କୁ ଯୋଉ ମୁଁ ଷ୍ଟାର୍ଟିଂ ରେ ଦେଖଉଥିଲି ଏଣ୍ଟ୍ରାନ୍ସ ଭିକ୍ଟୋରିଆଲ ମେମୋରିଆଲ ର ଯୋଉ ଏଣ୍ଟ୍ରାନ୍ସ ଟା ପୁରା ଦେଖାଯାଉଛି। ଆଉ ତା ସହ ପୁରାପୁରି ଏରିଆ ମାନେ ଯେତିକି ପୁରା ଏରିଆ ଅଛି ସେଇଟା ମଧ୍ୟ ଦେଖାଯାଉଛି। ଆମେ ଥିଲୁ ଏମପି ବିର୍ଲା ପ୍ଲାନେଟୋରିୟମରେ କିନ୍ତୁ ୟା ଭିତରେ ଆକ୍ଚୁଆଲି କ୍ୟାମେରା ଆଲାଉଡ୍ ନାହିଁ ସେଥିପାଇଁ ମୁଁ ଭିତରେ କିଛି ଦେଖେଇ ପାରିଲିନି। ଗୋଟେ ଶୋ ଥିଲା ଦୁଇଟାର ସେଇଟା ଆମେ ଯାଇଥିଲୁ। ଦେନ୍ ଏବେ ଆମେ ଏଇଠୁ ଯିବୁ କିଛି ଲଞ୍ଚ କରିବା ପାଇଁ କେଉଁ ଗୋଟେ ଜାଗାକୁ। ଦେନ୍ ତାପରେ ସେଇଠୁ ଭାବିଛୁ ଆମେ କାলীଘାଟ ମନ୍ଦିର ଯିବୁ କାହିଁକିନା ସେଇଟା ଖୋଲୁଛି ହିଁ 4ଟା 3ଟା ଅଧେ କେତେବେଳେ ସକାଳେ 11ଟା ଯାଏଁ ଖୋଲିଥାଉଛି ତାପରେ ପୁଣି 4ଟା ପରେ ଖୋଲୁଛି ତ ସେଥିପାଇଁ ତାପରେ ଲଞ୍ଚ କରିକି ଆମେ ଫେରୁ। ଏଇ ଯୋଉ ରୋଜ୍‌ଟା ନା ଏଇଟା ମୋ ହଜବେଣ୍ଡ ଦେଇଥିଲେ ମତେ ସେଇଠି। କାହିଁକି ନା ମାନେ ଏମିତି କିଛି କାରଣ ନଥିଲା ବାସ୍ ସେଇଠି ନା ବହୁତ ଜଣ ମାନେ ଫୁଲ ସେଇଠି ବିକୁଥିଲେ କଲର କଲରର ମାନେ ହ୍ୱାଇଟ ରୋଜ୍ ଆଣ୍ଡ ପିଙ୍କ ରେଡ୍ ଏସବୁ। ତ ଏମିତି ହିଁ ଜଣେ ଆସିକି ଆମ ପାଖରେ ନବା ପାଇଁ କହିଲେ ତ ସେ ମତେ କିଣିକି ଦେଇଥିଲେ ସେଥିପାଇଁ ମୁଁ ଏଇଠି ଦେଖଉଥିଲି। ଆଉ ଏହା ପୂର୍ବରୁ ମୁଁ ଯେମିତି କହିଲି ଆମେ ପ୍ଲାନେଟୋରିୟମ ଯାଇଥିଲୁ କିନ୍ତୁ ମୁଁ ସେଟା ରେକର୍ଡ କରିପାରିଲିନି ଯେହେତୁ କ୍ୟାମେରା ଆଲାଉଡ୍ ନଥିଲା। ଦେନ୍ ଆମେ ଏଇଠି ପଳେଇ ଆସିଥିଲୁ ଲଞ୍ଚ କରିବା ପାଇଁ। ଆଉ ଆଜି ଆମେ ଭାବିଥିଲୁ କି ଆମେ ଅଥେଣ୍ଟିକ ଯୋଉ ବେଙ୍ଗଲୀ ଥାଲି ସେଇଟା ଖାଇବୁ ଆଉ ଏଇଟା ଭେଜ୍ ଥିଲା କାହିଁକିନା ୟା ପରେ ଆମେ ଯାଇଥିଲୁ ମନ୍ଦିରକୁ। ଏଇଟା ହଉଛି ଦକ୍ଷିଣେଶ୍ୱର କାଳୀ ମନ୍ଦିର। ଆଉ ଏଗେନ୍ ଏଇଠି ମଧ୍ୟ ମାନେ ଭିତରେ ଫୋନ ଆଲାଉଡ୍ ନଥିଲା ଆମକୁ ଆମର ଜୋତା ମୋବାଇଲ ଯାହାବି ସବୁ ଇଲେକ୍ଟ୍ରୋନିକ ଜିନିଷ ସେଗୁଡା ସବୁ ସବମିଟ କରିବାର ଥିଲା। ତ ମୁଁ ଏଇଗୁଡାକ ବାହାରୁ ହିଁ ଏବେ ଦେଖେଇ ଦଉଛି। ଏଇଟା ହଉଛି ମନ୍ଦିରଟା ମାନେ ଟିକେ ବହୁତ ଲାଇଟିଂ ହଉଛି କ୍ୟାମେରାରେ। ବାକି ଏଇଟା ମଧ୍ୟ ବହୁତ ବଡ ମନ୍ଦିର ଆଉ ସେଦିନ ଯେହେତୁ ସଣ୍ଡେ ଥିଲା ଆଉ ସନ୍ଧ୍ୟା ଟାଇମ ଟା ଥିଲା ତ ଭିଡ ମଧ୍ୟ ବହୁତ ଥିଲା। ଆଉ ଲାଇନରେ ରହିକି ଗୋଟେ ଘଣ୍ଟାଟେ ପରେ ଯାଇକି ଆମକୁ ଦର୍ଶନ ମିଳିଥିଲା। କିନ୍ତୁ ମନ୍ଦିର ଟା ବହୁତ ସୁନ୍ଦର ହେଇଛି। ତା ସହ ଆମେ ଯୋଉ ଟାଇମରେ ଯାଇଥିଲୁ ନା ସେଇ ଟାଇମରେ ଲାଇଟ ଶୋ ମଧ୍ୟ ଚାଲିଥିଲା ମାନେ
बोधे 7 ରୁ 8ଟା ଯାଏ ଲାଇଟ୍ ଶୋ ମଧ୍ୟ ଚାଲେ। ଆଜିର ଦିନରେ ଲାଷ୍ଟ ଆମେ ଯାଇଥିଲୁ ଦକ୍ଷିଣେଶ୍ୱର କାଳୀ ମନ୍ଦିର, କିନ୍ତୁ ଯେମିତି ଜାଣିଥିବେ କି ସେ ଭିତରେ ବି ମଧ୍ୟ ଫୋନ୍ ଆଲାଉଡ଼ ନୁହଁ। ତ ଆମେ ବୁଲିକି ଆସିଲୁ, ବହୁତ ଟାଇମ୍ ଲାଗିଲା ସେଇଠି କାହିଁକିନା ଭିଡ଼ ଥିଲା। ଆଜି ଯେହେତୁ ସଣ୍ଡେ ସେଇଥିପାଇଁ ବହୁତ ଭିଡ଼ ଥିଲା। ତାପରେ ଏ ହୋଟେଲରୁ ଆକ୍ଚୁଆଲି ସେଇଟା ଦୂର, ଘଣ୍ଟାରେ ଦୂର, ତା ସହିତ ଟ୍ରାଫିକ୍ ବି ଥିଲା। ତ ବାପରେ ଆମେ ଗୋଟେ 11ଟାରେ ବୁଲୁଛୁ, ଏବେ ଟାଇମ୍ ହେଲାଣି ରାତି 8ଟା। ଏବେ ଆମେ ଆସିଲୁ ରୁମ୍କୁ। ଆମେ ଭାବୁଥିଲୁ ବାହାରକୁ ଯିବୁ ଡିନର୍ ପାଇଁ, କିନ୍ତୁ ବାହାରକୁ ଯିବୁନି, ଏଇଠି ହିଁ ଅର୍ଡ଼ର କରିବୁ ଖାଇବା, ଆଉ ଯାହା ଯାହା ଟିକେ ଖାଇବା କଥା ଖାଇକି ଶୋଇପଡ଼ିବୁ, ସକାଳେ ପୁଣି ଉଠିବୁ, କାମ ଅଛି। ଦେନ୍ କାଲି ହିଁ ଆମେ ରିଟର୍ନ କରୁଛୁ। ହେକ୍ଟିକ୍ ଏଇଥିପାଇଁ ହେଇଯିବ କାଲି ଦିନଟା ବି, କାହିଁକିନା ଆମର ଡାଇରେକ୍ଟ ଫ୍ଲାଇଟ୍ ନାହିଁ, ଆକ୍ଚୁଆଲି ଲେ ଓଭର୍ ହେଇକି ଅଛି ଏଇଠୁ ଚେନ୍ନାଇ, ଦେନ୍ ଚେନ୍ନାଇରୁ ବାଙ୍ଗାଲୋର ଅଛି। ସେଇଥିପାଇଁ ଏବେ ହିଁ ଟିକେ ଭାବୁଛୁ ଜଲ୍ଦି ଖାଇକି ଆଜି ରେଷ୍ଟ କରିଦେବୁ। ଆଉ ଭିଡ଼ିଓ ବି ମୁଁ ଏତିକିରେ ହିଁ ଏଣ୍ଡ କରୁଛି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓ ସହିତ।